ନିପୁଣ ସପ୍ତାହ ଦିବସ 4 ସାକ୍ଷରତା କାର୍ଯ୍ୟକ୍ରମ। ଆଜି ଯାହା କିଛି ପଢ଼ାଯିବ ବା କରାଯିବ ତାହା ଜାଣିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ନିପୁଣ ସପ୍ତାହ ଦିବସ 4 ସାକ୍ଷରତା କାର୍ଯ୍ୟକ୍ରମ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ପାଇଁ। କାର୍ଯ୍ୟ 1 ଶିକ୍ଷକ ଶିକ୍ଷୟିତ୍ରୀ କବିତା ପୋଷ୍ଟରରେ ଥିବା କବିତା କିମ୍ବା ସ୍ଥାନୀୟ କବିତାକୁ ସ୍ୱର, ତାଳ, ଲୟ ସହିତ ଆବୃତ୍ତି କରିବେ। ଶିକ୍ଷାର୍ଥୀମାନେ ଶିକ୍ଷକ ଆବୃତ୍ତି କରିଥିବା କବିତାକୁ ଅନୁକରଣ କରିବେ। କାର୍ଯ୍ୟ 2 ଚିତ୍ର ଓ ଅକ୍ଷର ଖେଳ। ଶିକ୍ଷକ ଶିକ୍ଷୟିତ୍ରୀ ଗୋଟିଏ ଅକ୍ଷର କାର୍ଡ ନେଇ ପିଲାଙ୍କୁ ଦେଖାଇବେ। ପିଲାମାନେ ସେହି ଅକ୍ଷରରୁ ଆରମ୍ଭ ଚିତ୍ର କାର୍ଡ ଦେଖାଇବେ। ସେମାନେ ସେହି ଅକ୍ଷରରୁ ଆରମ୍ଭ ହୋଇଥିବା କିଛି ଜିନିଷର ନାମ କହିବେ। କାର୍ଯ୍ୟ 3 ସ୍ଥଳଚର ଓ ଜଳଚର ଜୀବକୁ ଜାଣିବେ। ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲାକ୍ ବୋର୍ଡରେ ଗାର ଟାଣି ଗୋଟିଏ ପଟେ ନଈ ଅନ୍ୟପଟେ ପାହାଡ଼ର ଚିତ୍ର କରିବେ। ଜଳ ଜୀବଙ୍କ ନାମ କହିଲେ ପିଲାମାନେ ନଈ ପଟେ ଆଙ୍ଗୁଠି ମାରିବେ। ସ୍ଥଳଚର ଜୀବଙ୍କ ନାମ କହିଲେ ପିଲାମାନେ ପାହାଡ଼ ଚିତ୍ରରେ ଆଙ୍ଗୁଠି ମାରିବେ। ଏହିପରି ପିଲାମାନଙ୍କ ଭିତରେ ଖେଳ କରାଯିବ। ଯେଉଁ ପିଲା ଭୁଲ କରିବେ ସେମାନେ ଖେଳରୁ ଆଉଟ୍ ହୋଇ ଠିକ୍ କରୁଥିବା ପିଲାମାନଙ୍କୁ ଅନୁସରଣ କରିବେ। କାର୍ଯ୍ୟ 4 ଆସ ଶୁଣିବା ଓ ଛବି ଖୋଜିବାର ଖେଳ। ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ପଶୁପକ୍ଷୀ ଯେପରି ବିଲେଇ, କୁକୁର, ବାଘ, କାଉ, କୋଇଲି ଇତ୍ୟାଦିଙ୍କ ଚିତ୍ର ପିଲାଙ୍କୁ ଦେଖାଇବେ। ଶିକ୍ଷକ ଶିକ୍ଷୟିତ୍ରୀ ଗୋଟିଏ ଜୀବର ମଡେଲକୁ ଧରି ତାର ସୁର ଶୁଣାଇବେ। ପିଲାମାନେ ତାହାକୁ ଅନୁକରଣ କରିବେ। ପିଲାମାନଙ୍କୁ ଜଣ ଜଣ କରି ଡାକି ସେହି ପଶୁ ବା ପକ୍ଷୀର ସ୍ୱର ଶୁଣାଇ ତାହା କେଉଁ ଜୀବର ସ୍ୱର ପଚାରିବେ ଓ ତାହାକୁ ବାଛି ବାହାର କରିବାକୁ କହିବେ। ଶିକ୍ଷକ ଶିକ୍ଷୟିତ୍ରୀ ସେହି ଜୀବର ବାସସ୍ଥାନ ଓ ଖାଦ୍ୟ ବିଷୟରେ ପିଲାମାନଙ୍କୁ ଜଣାଇବେ। କାର୍ଯ୍ୟ 5 ସ୍ତମ୍ଭ ମିଳନ। ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମେ ପିଲାମାନଙ୍କୁ ଦଳରେ ଭାଗ କରିବେ। ସେମାନଙ୍କ ଆଗରେ 2ଟି ବାସ୍କେଟ୍ ରଖିବେ। ଗୋଟିକରେ ଚିତ୍ର କାର୍ଡ, ଅନ୍ୟଟିରେ ଅକ୍ଷର। ପିଲାମାନେ ଚିତ୍ରର ନାମର ପ୍ରଥମ ଅକ୍ଷର ସହ ଅକ୍ଷର ବାସ୍କେଟରୁ ଅକ୍ଷର ବାଛି ମେଳକ କରିବେ। ନିପୁଣ ସପ୍ତାହ ଦିବସ 4 ସାକ୍ଷରତା କାର୍ଯ୍ୟକ୍ରମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ। କାର୍ଯ୍ୟ 1 କବିତା ଆବୃତ୍ତି। ପିଲାମାନେ କବିତା ପୋଷ୍ଟର ଦେଖି କିମ୍ବା ଆଞ୍ଚଳିକ ଗୀତ ସ୍ୱର ଓ ଅଭିନୟ ସହ ଆବୃତ୍ତି କରିବେ। କାର୍ଯ୍ୟ 2 ଶବ୍ଦ ଗଠନ। ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ 2 କିମ୍ବା 3ଟି ଦଳରେ ଭାଗ କରିବେ। ପ୍ରତ୍ୟେକ ଦଳକୁ 15ଟି ଅକ୍ଷର ଓ ମାତ୍ରାର ଫ୍ଲାସ୍ କାର୍ଡ ଦେଇ 2-3 ଅକ୍ଷର ବିଶିଷ୍ଟ ଶବ୍ଦ ଗଢ଼ିବାକୁ କହିବେ। ପିଲାମାନେ ଗଢ଼ିଥିବା ଶବ୍ଦକୁ ଶିକ୍ଷକ ବ୍ଲାକ୍ ବୋର୍ଡରେ ଲେଖିବାକୁ କହିବେ। ଲେଖାଯାଇଥିବା ଶବ୍ଦକୁ ଅନ୍ୟ ପିଲାଙ୍କ ଦ୍ୱାରା ପଢ଼ାଇବେ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ କାର୍ଯ୍ୟ 3 ରଙ୍ଗ ଖେଳ। ଶିକ୍ଷକ ଶିକ୍ଷୟିତ୍ରୀ ବାସ୍କେଟରେ ବିଭିନ୍ନ ରଙ୍ଗର କାର୍ଡ ରଖିବେ। ପିଲାମାନେ ଗୋଲାକାରରେ ଠିଆ ହେବେ। ଅନ୍ୟ ପିଲାମାନେ ଜଣ ଜଣ କରି ସେହି ବାସ୍କେଟରୁ ସେହି ରଙ୍ଗର କାର୍ଡ ବାଛିବେ। ନିପୁଣ ସପ୍ତାହ ଦିବସ 4 ସାକ୍ଷରତା କାର୍ଯ୍ୟକ୍ରମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ କାର୍ଯ୍ୟ 4 ମୂର୍ତ୍ତି ଖେଳ। ଜଣେ ପିଲା ଶ୍ରେଣୀ ବାରଣ୍ଡାରେ ଠିଆ ହେବ। ଅନ୍ୟ ପିଲାମାନେ 1, 2, 3, 4 ଏହିପରି ଗଣୁଥିବେ। ବାରଣ୍ଡାରେ ଠିଆ ହୋଇଥିବା ପିଲାଟି ହଠାତ୍ ମୂର୍ତ୍ତି କହିବ। ମୂର୍ତ୍ତି ଶୁଣିବା ମାତ୍ରେ ପିଲାମାନେ ମୂର୍ତ୍ତି ଭଳି ଠିଆ ହେବେ। ସେ ପୁଣି ଗଣିବା ଆରମ୍ଭ କଲେ ମୂର୍ତ୍ତି ଭଳି ଠିଆ ହୋଇଥିବା ପିଲାମାନେ ହାତ ହଲାଇବା ଆରମ୍ଭ କରିବେ। ଯଦି ପୁନର୍ବାର ମୂର୍ତ୍ତି କହିବ ତେବେ ପୁଣି ମୂର୍ତ୍ତି ଭଳି ଷ୍ଟାଚ୍ୟୁ ହୋଇଯିବେ। ଏହି ପ୍ରକାର ମୂର୍ତ୍ତି ଖେଳ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଖେଳାଇବେ। ନିପୁଣ ସପ୍ତାହ ଦିବସ 4 ସାକ୍ଷରତା କାର୍ଯ୍ୟକ୍ରମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ କାର୍ଯ୍ୟ 5 ଅଭିନୟ। ପିଲାମାନଙ୍କୁ 3-4ଟି ଦଳରେ ଭାଗ କରାଯିବ। ପ୍ରତ୍ୟେକ ଦଳ ବଡ଼ ବହି, ଗଳ୍ପ କାର୍ଡ, କବିତା ପୋଷ୍ଟର କିମ୍ବା ପାଠ୍ୟପୁସ୍ତକରୁ ଯେକୌଣସି ଗୋଟିଏ କାହାଣୀ ବା ଗୀତର ଅଭିନୟ କରିବେ। ଗୋଟିଏ ଦଳ ଅଭିନୟ କରିବା ପରେ ଅନ୍ୟ ଦଳ କେଉଁ ବିଷୟ ଉପରେ ଅଭିନୟ ହେଲା ତାହା କହିବେ। ଏହା ଥିଲା ନିପୁଣ ସପ୍ତାହର ଚତୁର୍ଥ ଦିବସର କାର୍ଯ୍ୟ। ଆସନ୍ତାକାଲି ପଞ୍ଚମ ଦିବସରେ ଯାହା କିଛି କରାଯିବ ତାହା ଜାଣିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।